ସମସ୍ତଙ୍କ ପାଇଁ ଗୋଟେ ବଡ଼ ସୁଯୋଗ ଯଦି ନିଜ ପଞ୍ଚାୟତରେ ରହି ସରକାରୀ ଚାକିରି ବି କରିବେ ଏବଂ ବିନା ପରୀକ୍ଷା ମାଧ୍ୟମରେ ତେବେ ଆପଣଙ୍କ ପାଇଁ ଗୋଟେ ବଡ଼ ସୁଯୋଗ ଆସିଛି ଯେଉଁଥିରେ ଯୋଗ୍ୟତା ଆପଣଙ୍କର କେବଳ 10ମ ପାସ୍ ରହିଛି ଏବଂ 2000ରୁ ଅଧିକ ପଦବୀର ପୂରଣ କରାଯିବ। ତେବେ ଆପଣଙ୍କ ଜିଲ୍ଲାରେ ପଦବୀ ଫାଙ୍କା ଅଛି କି ନାହିଁ ଆପଣ ଚାକିରି କରିପାରିବେ କି ନାହିଁ ଆସନ୍ତୁ ଜାଣିବା ଏହି ଭିଡ଼ିଓରେ ଏବଂ ବହୁତ ସାରା ମୁଁ ଆପଣଙ୍କୁ ବିଲକୁଲ ଭାବେ ୱେବସାଇଟକୁ ନେବି ଓଡ଼ିଶା ସରକାରଙ୍କର ୱେବସାଇଟ ଏବଂ ଏଠି ଆପଣଙ୍କୁ ଦେଖେଇବି। ଦେଖନ୍ତୁ ଆପଣଙ୍କ ଲ୍ୟାପଟପ୍ ହଉ କିମ୍ବା ମୋବାଇଲ ହଉ ଗୁଗଲ କ୍ରୋମ ଖୋଲନ୍ତୁ ଏବଂ ସର୍ଚ୍ଚ କରନ୍ତୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍। ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ସର୍ଚ୍ଚ କଲା ପରେ ଦେଖନ୍ତୁ ସେକେଣ୍ଡରେ ଆପଣଙ୍କୁ ଏଠି ଦେଖାଉଛି ଫାର୍ଷ୍ଟରେ ଏଠି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ର ଅଫିସିଆଲ ୱେବସାଇଟ୍। এই ୱେବସାଇଟ୍ରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିଲା ପରେ ଏଇଠି ଆସନ୍ତୁ ଟିକେ ଦେଖନ୍ତୁ ସମସ୍ତେ ଧ୍ୟାନ ଦେଇକି। ଏଠି ଦେଖନ୍ତୁ ବହୁତ ସାରା ଅପସନ୍ ଗୁଡ଼ାକ ଦେଖାଉଛି। ଓକେ ତହସିଲ ଅଫିସ ଜବ୍ 10th ଜବ୍ସ ହେଲା ଏଇଠି ଦେଖାଉଛି। ଦେଖନ୍ତୁ ଏଇ ମଝିରେ ଗୋଟେ ପଞ୍ଚାୟତ ଲେବୁଲର ଜବ୍ ଅଛି ତ ଏଇଥିରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିଲା ପରେ ଏଇଠି ଦେଖନ୍ତୁ ଟିକେ ତଳକୁ ସ୍କ୍ରୋଲ୍ କରିକି ଆସିବେ। ଏଇଠି ଦୁଇଟା ଅପସନ୍ ଦେଖାଉଛି ଦେଖନ୍ତୁ ଓଡ଼ିଶା ପଞ୍ଚାୟତ ମିତ୍ର ରିକ୍ରୁଟମେଣ୍ଟ 2025 ଯେଉଁଟାକି 10th ପାସ୍ ପିଲାମାନେ ଆପ୍ଲାଏ କରିପାରିବେ ଏବଂ ଏଥିରେ 2000ରୁ ଅଧିକ ପଦବୀର ରହିଛି ପଦବୀର ପୂରଣ କରାଯିବ। କଥା ହେଉଛି ଇଏ କି କେତେ ବୟସର ପିଲାମାନେ ଆପ୍ଲାଏ କରିପାରିବେ, ପୁରୁଷ ଏବଂ ମହିଳା ଉଭୟ ଆପ୍ଲାଏ କରିପାରିବେ କି ନାହିଁ, କେତେ ଟଙ୍କା ଆପ୍ଲାଏ କଲା ବେଳେ ଲାଗିବ ଆପଣଙ୍କୁ ଏସବୁ ଡିଟେଲ୍ସ ଆସନ୍ତୁ ଜାଣିବା এই ଭିଡ଼ିଓରେ। ଦେଖନ୍ତୁ ତାପରେ କ୍ଲିକ୍ କରିଲା ପରେ ଏଇଠି ଆପଣଙ୍କୁ ଦେଖାଉଛି ଓଡ଼ିଶା ପଞ୍ଚାୟତ ମିତ୍ର ରିକ୍ରୁଟମେଣ୍ଟ 2025 10th ପ୍ଲସ୍ ଆପ୍ଲାଏ କରିପାରିବେ ଏଟାକୁ। ଏଇଠି ଆସନ୍ତୁ ମୁଁ ଡିଟେଲ୍ସ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଏଇଠି ଲେଖା ଅଛି ଟାଇପ୍ ଅଫ୍ ଜବ୍ରେ ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ, ଏଇଟା ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ ଜବ୍ ଏବଂ ଏଥିରେ ଆପଣ ଏନ୍ଜିଓରେ କାମ କରିବେ କିନ୍ତୁ ଏଇଟା ଆପଣଙ୍କର ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ ତାମାନେ ଏଇଟା କହିବାକୁ ଗଲେ ଏକ ଟାଇପ୍ର ଆପଣଙ୍କର ଗଭର୍ଣ୍ଣମେଣ୍ଟ ଜବ୍ ହେଲା। ଦେଖନ୍ତୁ ନେକ୍ସଟ ଆସନ୍ତୁ ନିଜ ପଞ୍ଚାୟତରେ ରହିବେ ଏବଂ এটা ଆପ୍ଲାଏ ଆପଣ କେମିତି କରିବେ ଅନଲାଇନ୍ ମୋଡ୍ରେ ଆପଣଙ୍କର ଆପ୍ଲାଏ ହେବ। କେମିତି କ'ଣ କରିବେ ମୁଁ ଆଗକୁ ଡିଟେଲ୍ସରେ କହିଦେବି। କେଉଁମାନେ ଆପ୍ଲାଏ କରିପାରିବେ ଅଲ୍ ଓଡ଼ିଶାର କ୍ୟାଣ୍ଡିଡେଟ୍ ମାନେ ଆପ୍ଲାଏ କରିପାରିବେ। ପୋଷ୍ଟିଂ ଆପଣଙ୍କର କେଉଁଠି ହେବ ଓଡ଼ିଶାରେ ହିଁ ଆପଣଙ୍କର ପୋଷ୍ଟିଂ ହେବ ଏବଂ ଦେଖନ୍ତୁ ଏଇଠି ଲାଷ୍ଟ ଡେଟ୍ କେବେ ରହିଛି ଅପଡେଟେଡ୍ ସୁନ୍। ତାହେଲେ ଆପ୍ଲାଏ ଅଲରେଡ଼ି ଆପଣଙ୍କର ଷ୍ଟାର୍ଟ ହେଇସାରିଛି। ଆପଣ କହିବେ ସାର୍ କାହିଁକି କେମିତି ଆପଣ କହିଛନ୍ତି ମୁଁ ଆପଣଙ୍କୁ ଦେଖାଇଦେବି ଏଇଠି ଲେଖାଯାଇଛି କିନ୍ତୁ ଲାଷ୍ଟ ଡେଟ୍ଟା ଅପଡେଟ୍ ହେଇଯିବ ଖୁବ୍ ଶୀଘ୍ର। ତେଣୁ ଯେଉଁମାନେ ଏ ଭିଡ଼ିଓକୁ ଦେଖୁଛନ୍ତି ଆପଣଙ୍କର ଯିଏ ବି ଭାଇ ଭଉଣୀ ଅଛନ୍ତି ଯିଏ ବି ଫର୍ମ ପକାଇବା ପାଇଁ ଚାହୁଁଛନ୍ତି ତାଙ୍କ ସହିତ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ସାଲାରୀ ବି ବହୁତ ହି ବଢ଼ିଆ ରହିଛି 20,000 ଟଙ୍କା ଆପଣ ସାଲାରୀ ପାଇବେ। ଉଭୟ ପୁରୁଷ ଏବଂ ମହିଳା ଏ ଫର୍ମଟିକୁ ଆପ୍ଲାଏ କରିପାରିବେ କାରଣ କେବେ ବି ଲାଷ୍ଟ ଡେଟ୍ ଆସିଯିବ ଯଦି ଆପଣ ଏ ଫର୍ମଟିକୁ ଆଉ ପକାଇ ପାରିବେ ନାହିଁ। ତେଣୁ ଆସୁନ ଆଜ ପସିବଲ୍ ଆପଣ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ ଏବଂ ସେ ଏଥିରୁ ଦେଖି ଆପ୍ଲାଏ କରିନେବେ। ଦେଖନ୍ତୁ ଏଇଠି ଲେଖା ହେଇଛି ଏଜ୍ ଲିମିଟ୍ 18ରୁ 38 ବର୍ଷ ବୟସ ମଧ୍ୟରେ ଯଦି ଆପଣ ହେଇଥିବେ ତେବେ ଫର୍ମଟିକୁ ଆପ୍ଲାଏ କରିପାରିବେ। ଏଜ୍ ରିଲାକ୍ସେସନ୍ ଆଜ୍ ପର୍ ଗଭର୍ଣ୍ଣମେଣ୍ଟ ରୁଲ୍ ଯେମିତି ସରକାରଙ୍କର ନିୟମ ରହିଛି ସେମିତି ରହିଛି ଯେମିତିକି ଓବିସି କ୍ୟାଣ୍ଡିଡେଟ୍ଙ୍କ ପାଇଁ 3 ବର୍ଷର ବୟସ ଛୁଟ୍ ରହିଛି ଏବଂ ଏସ୍ସି ଏସ୍ଟି ଏବଂ ପିଡବ୍ଲ୍ୟୁଡି କ୍ୟାଣ୍ଡିଡେଟ୍ଙ୍କ ପାଇଁ 5 ବର୍ଷ, ଏକ୍ସ ସର୍ଭିସ୍ ମ୍ୟାନ୍ ହେଇଥିଲେ 5 ବର୍ଷ। ଯଦି ପିଡବ୍ଲ୍ୟୁଡି ହେଇଥିବା ସହିତ ଆପଣ ଏସ୍ସି ଏସ୍ଟି କ୍ୟାଟାଗୋରୀରୁ ବିଲଙ୍ଗସ୍ କରିଥିବେ ତେବେ ଆପଣଙ୍କ ପାଇଁ 15 ବର୍ଷର ଏଜ୍ ରିଲାକ୍ସେସନ୍ ରହିଛି। ସାଲାରୀ ଆପଣଙ୍କର ଦେଖନ୍ତୁ 20,000 ଟଙ୍କା ଆପଣଙ୍କର ସାଲାରୀ ରହିବ। ମାସିକ ବେତନ ଆପଣଙ୍କର 20,000 ଏବଂ ଆପଣଙ୍କର ଯେଉଁ ସିଲେକ୍ସନ୍ କରାଯିବ ଚୟନ ପ୍ରକ୍ରିୟା ଆପଣଙ୍କର ରହିଛି ପ୍ରଥମେ ଇଣ୍ଟରଭ୍ୟୁଟେ କରାଯିବ ତାପରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ ଦେନ୍ ଆପଣଙ୍କୁ ଚାକିରି ଦିଆଯିବ। ଇଣ୍ଟରଭ୍ୟୁରେ ଆପଣଙ୍କର ନାଁ ଗାଁ ଡିଟେଲ୍ସ ଆପଣଙ୍କୁ ପଚାରାଯିବ ଆପଣ ଯେଉଁ ଡକୁମେଣ୍ଟ ଦେଇଛନ୍ତି ये ସବୁ ଠିକ୍ ଅଛି କି ନାହିଁ ସେଇ ସବୁ ଗୁଡ଼ିକ ଭେରିଫାଏ କଲା ପରେ ଆପଣ ଚାକିରି ପାଇବେ। ଦେଖନ୍ତୁ ଆପ୍ଲାଏ ଯେତେବେଳେ କରିବେ ଆପଣଙ୍କୁ କୌଣସି ବି ଫି ଲାଗିବନି ହେଲା ଇଏ ବିଲକୁଲ ଭାବେ ଫ୍ରି ଅଛି ଆପଣ ଆପ୍ଲାଏ କରିବେ। ଆଚ୍ଛା ନେକ୍ସଟ ଦେଖିବା କ'ଣ କ'ଣ ଆପଣଙ୍କର ଡକୁମେଣ୍ଟ ଲାଗିବ। ଦେଖନ୍ତୁ ଆପଣଙ୍କର କ୍ୱାଲିଫିକେସନ୍ ସାର୍ଟିଫିକେଟଟେ ଦରକାର। ଓକେ ଯେମିତିକି ଆପଣଙ୍କର 10th ହେଲା ମିନିମମ୍ ଆପଣଙ୍କର 10th ତା ଉପରକୁ ଯଦି ଅଛି ଆପଣ ଦେଇପାରିବେ ହେଲା ଏବଂ ଯେଉଁ ସାର୍ଟିଫିକେଟ୍ ଦେଉଛନ୍ତି 10th ସାର୍ଟିଫିକେଟ୍ ସେଥିରେ ଧ୍ୟାନ ଦେବା ଦରକାର କି ଆପଣଙ୍କର ଯେଉଁ ଡେଟ୍ ଅଫ୍ ବାର୍ଥ ରହିଛି ଏଇଟା ଠିକ୍ ଅଛି କି ନାହିଁ ଆପଣଙ୍କୁ ଧ୍ୟାନ ଦେବେ ଏବଂ ରିସେଣ୍ଟଲି 2ଟି କଲର୍ ପାସପୋର୍ଟ ସାଇଜ୍ ଫଟୋ ଆପଣଙ୍କର ଥିବା ଦରକାର। ଯଦି ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ବା ଯଦି ଆପଣ ୟୁଆର୍ ନୁହନ୍ତି ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ଅଛି ତେବେ ଆପଣ କାଷ୍ଟ ସାର୍ଟିଫିକେଟ୍ ଦେବେ ଯାହାଥିରେ କି ଆପଣଙ୍କର ବୟସ କୋହଳଟି ଆପଣଙ୍କୁ ମିଳିବ ଏବଂ ଯଦି ଆପଣଙ୍କର କିଛି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି ତେବେ ଆପଣ ତାକୁ ମଧ୍ୟ ଦେଇପାରିବେ। ଓକେ ଏବଂ ତା ସହିତ ରେସିଡେଣ୍ଟ ସାର୍ଟିଫିକେଟ୍ ଏତିକି ଜିନିଷ ଆପଣଙ୍କର ଦରକାର ଏବଂ ଏଠି ଦେଖନ୍ତୁ ଆପ୍ଲାଏ ଷ୍ଟାର୍ଟ ଡେଟ୍ ଏଠି ଲେଖା ହେଇଛି ଅଲରେଡ଼ି ଷ୍ଟାର୍ଟେଡ୍ ହେଇଯାଇଛି ଏବଂ ଆପ୍ଲାଏର ଲାଷ୍ଟ ଡେଟ୍ ଆଭେଲେବଲ୍ ସୁନ୍ ହେଇଯିବ ତ କେବେ ବି ଇଏ ବନ୍ଦ ହେଇଯାଇପାରେ। ତେଣୁ ଆପଣ ଯଦି ଦେଖୁଛନ୍ତି ଆଜ୍ ସୁନ୍ ଆଜ୍ ପସିବଲ୍ ଆପ୍ଲାଏ କରିନିଅନ୍ତୁ ଏବଂ ଆପଣ କହିବେ କି ସାର୍ ଆପ୍ଲାଏ କେମିତି କରିବୁ। ଦେଖନ୍ତୁ ଏଇଠି ରହିଛି ଆପ୍ଲାଏ ଲିଙ୍କ୍
एटी क्लिक करके आप अप्लाई करेंगे। जदि आप जापारे तेज ये भिडर डिस्क्रिप्शन में जातु आपन को लिंक पाइबे से जाइए अप्लाई करेंगे। सो चैनल आसीथिबारु तुम बहुत बहुत धन्यवाद एवं चैनल को सब्सक्राइब करने सहित बेल आइकन प्रेस करी यही भली इनफॉर्मेटिव वीडियो अपेक्षा करंतु। सो देखा समस्ते नेक्स्ट वीडियो रे। बहुत बहुत धन्यवाद।